आदि पुस्तक 24 पर्व। ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭେ ମୋ ଜଙ୍ଘରେ ହସ୍ତ ଦିଅ। ମୁଁ ସ୍ୱର୍ଗ ଓ ମର୍ତ୍ତ୍ୟର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ମାତ୍ର ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋ ପୁତ୍ର ଇସାହାକ ନିମନ୍ତେ କନ୍ୟା ଆଣିବ। ସେତେବେଳେ ସେହି ଦାସ ତାଙ୍କୁ କହିଲା, ଯେବେ କୌଣସି କନ୍ୟା ମୋ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତା ନୋହିବ, ତେବେ ଯେଉଁ ଦେଶରୁ ତୁମ୍ଭେ ଆସିଅଛ, ସେହି ଦେଶକୁ କି ତୁମ୍ଭ ପୁତ୍ରଙ୍କୁ ନେଇଯିବି? ତହିଁରେ ଅବ୍ରାହମ କହିଲେ, ସାବଧାନ, ମୋ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ। ଯେହେତୁ ଯେଉଁ ସ୍ୱର୍ଗର ସଦାପ୍ରଭୁ ପରମେଶ୍ୱର ମୋତେ ପୈତୃକ ଗୃହ ଓ ଜନ୍ମଦେଶ ମଧ୍ୟରୁ ଆଣିଅଛନ୍ତି ଓ ମୋ ସଙ୍ଗେ ଆଳାପ କରିଅଛନ୍ତି, ପୁଣି ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଶପଥ କରିଅଛନ୍ତି, ସେ ତୁମ୍ଭ ଅଗ୍ରତେ ଆପଣା ଦୂତ ପଠାଇବେ। ତହିଁରେ ତୁମ୍ଭେ ମୋ ପୁତ୍ରର ବିବାହ ନିମନ୍ତେ ସେହିଠାରୁ ଗୋଟିଏ କନ୍ୟା ଆଣିବ। ଯେବେ ସେହି ଦେଶରୁ କୌଣସି କନ୍ୟା ଆସିବାକୁ ସମ୍ମତା ନୋହିବ, ତେବେ ତୁମ୍ଭେ ମୋହର ଏହି ଶପଥରୁ ମୁକ୍ତ ହେବ। ମାତ୍ର ତୁମ୍ଭେ ମୋ ପୁତ୍ରକୁ ସେହି ଦେଶକୁ ନେଇଯିବ ନାହିଁ। ତହିଁରେ ସେହି ଦାସ ଆପଣା ପ୍ରଭୁ ଅବ୍ରାହମଙ୍କର ଜଙ୍ଘରେ ହସ୍ତ ଦେଇ ସେହି ବିଷୟରେ ଶପଥ କଲା। ଅନନ୍ତର ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ 10ଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମ ନହରଇମ୍ ଦେଶର ନାହର ନଗରକୁ ଯାତ୍ରା କଲା। ଅନନ୍ତର ସନ୍ଧ୍ୟାବେଳେ ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା। ପୁଣି ଏହି ପ୍ରାର୍ଥନା କଲା, ହେ ମୋହର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି, ଆଜି ମୋ ସମ୍ମୁଖରେ ଶୁଭ ଫଳ ଉପସ୍ଥିତ କର, ଆଉ ମୋ ପ୍ରଭୁ ଅବ୍ରାହମଙ୍କ ପ୍ରତି ଦୟା କର। ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା ହେଉଅଛି, ଆଉ ଏ ନଗରବାସୀମାନଙ୍କର କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି। ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ତୁମ୍ଭେ ଆପଣା କଳସ ନୁଆଇ ମୋତେ ଜଳପାନ କରାଅ, ଏହି କଥା କହିଲେ ସେ ଯେବେ କହିବ ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସାହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ। ତହିଁରେ ତୁମ୍ଭେ ମୋ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି। ଏହି କଥା କହୁ କହୁ ଅବ୍ରାହମଙ୍କର ନାହର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୁଏଲ, ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା। ସେହି କନ୍ୟା ପରମ ସୁନ୍ଦରୀ ଓ ଅବିବାହିତା, ଆଉ କୌଣସି ପୁରୁଷର ଉପଭୁକ୍ତ ନଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି, ଏପରି ସମୟରେ ସେହି ଦାସ ଦୌଡ଼ି ଯାଇ ତାହା ସଙ୍ଗେ ଦେଖା କରି କହିଲା, ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳପାନ କରିବାକୁ ଦିଅ। ତହିଁରେ ସେ କହିଲା, ମହାଶୟ, ପାନ କରନ୍ତୁ। ଏହା କହି ସେ ଶୀଘ୍ର କଳସ ହାତକୁ ଓହ୍ଲାଇ ତାହାକୁ ପାନ କରିବାକୁ ଦେଲା। ପୁଣି ତାହାକୁ ପାନ କରାଇଲା ଉତ୍ତାରେ କହିଲା, ମଧ୍ୟ ତୁମ୍ଭର ଓଟ ସବୁ ଜଳ ପିଇ ସାରିବା ଯାଏ ମୁଁ ଜଳ କାଢ଼ିବି। ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ଜଳ କାଢ଼ି ପୁନଶ୍ଚ ଜଳ କାଢ଼ିବା ପାଇଁ କୂପ ନିକଟକୁ ଧାଇଁ ଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢ଼ିଲା। ତହିଁରେ ସେହି ପୁରୁଷ ତାହା ପ୍ରତି ସ୍ଥିର ଦୃଷ୍ଟି କରି ଅନାଇ ରହିଲା। ପୁଣି ସଦାପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ ତାହା ଜାଣିବା ନିମନ୍ତେ ନୀରବ ରହିଲା। ପୁଣି ଓଟମାନେ ଜଳପାନ କଲା ଉତ୍ତାରେ ସେହି ପୁରୁଷ ତାହା ନିମନ୍ତେ ଅଧ ଭରି ପରିମିତ ସୁବର୍ଣ୍ଣ ନଥ ଓ ତାହାର ହସ୍ତ ନିମନ୍ତେ 10 ଭରି ପରିମିତ 2 ସୁବର୍ଣ୍ଣ ବଳା ଦେଇ କହିଲା, ନିବେଦନ କରୁଅଛି, ତୁମେ କାହାର କନ୍ୟା ମୋତେ କୁହ। ତୁମ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି? ତହିଁ ସେ ଉତ୍ତର କଲା, ନାହରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୁଏଲ, ମୁଁ ତାଙ୍କର କନ୍ୟା। ସେ ଆହୁରି କହିଲା, ଆମ୍ଭମାନଙ୍କର ପାଳ କୁଟା ଓ ଦାନା ଯଥେଷ୍ଟ ଅଛି, ମଧ୍ୟ ରାତ୍ର କ୍ଷେପଣ କରିବାକୁ ସ୍ଥାନ ଅଛି। ସେତେବେଳେ ସେହି ମନୁଷ୍ୟ ମସ୍ତକ ନୁଆଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ମୋର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହେଉନ୍ତୁ, ଯେହେତୁ
से मो कर्ता प्रति अनुग्रह और सत्याचरण करिबारु निवृत्त होई नाहांती। पुणी सदाप्रभु मोते मो कर्तार ज्ञाति मानकर गृह पथरे कढ़ाई आनिछंती। आउ सेही कन्या दौड़ी जाई आपणा मातार गृहस्थित लोकमानकु एही कथा जणाइला। आउ रिबिकार एक भ्राता थिला, ताहार नाम लाबन। सेही लाबन सेही मनुष्य उद्देश्य कूप निकटकू दौड़ी गला। पुणी सेही मनुष्य मते एही कथा कहिला, आपणा भगिनी रुबिका मुखरू एहा शुणी आउ भगिनीर नथ ओ हस्तरे बळा देखि सेही पुरुष निकटकू गला। पुणी ताहाकू कूप पाखरे ओट मानक सहित छिड़ा होइथिबार देखि कहिला, हे सदाप्रभुंकर आशीर्वाद पात्र, भितरकू आस। तुमे काहींकि बाहरे छिड़ा हेउअछ? मु तो घर ओ ओट मानक पई स्थान प्रस्तुत करिअछि। तहिरे सेही मनुष्य गृहरे प्रवेश करी ओट मानकर साज फिटान्ते से सेमानकु पाळकुटा ओ दाना देला। पुणी ताहार ओ ताहार संगी मानकर पाद प्रक्षालन निमंते जल देला। अनंतर ताहा सम्मुखरे भोजन सामग्री रखागला। मात्र से कहिला, वक्तव्य कथा न कही मु भोजन करिबि नाही। तहिरे लाबन कहिला, कुह। तेबे से कहिला, मु अब्राहमकर दास। सदाप्रभु मो कर्तांकु अतिशय आशीर्वाद करिअछंती, तेणु से बड़ लोक होइअछंती। आउ सदाप्रभु तांकु पल पल गोमेसादी ओ रूपा सुना ओ दासदासी पुणी ओट गध देइअछंती। पुणी मो प्रभुंक भार्या सारा वृद्धावस्थारे तांको पई एक पुत्र प्रसव करिअछंती ओ से तांकु आपणा सर्वस्व देइअछंती। पुणी मोर प्रभु मते शपथ कराई कहिले, आम्भे जेउमानक मध्यरे वास करुअछु, तुम्भे आम्भ पुत्रर विवाह निमंते सेही क्रीणान देशीय लोकमानक मध्यरू कौनसी कन्या ग्रहण करिब नाही। मात्र आम्भ पैतृक वंशीय लोकमानक निकटकू जाई आम्भ पुत्र निमंते कन्या आनिब। सेतेबेले मु प्रभुंकु कहिली, केजाणी कौनसी कन्या मो संगरे न आसिब। तहिरे से कहिले, आम्भे जेउ सदाप्रभुंक छामुरे गमनागमन करू, से तुम्भ संगरे आपणा दूत पठाई तुम्भ यात्रा सफल करिवे। तहिरे तुम्भे आम्भ पैतृक वंशरू आम्भ पुत्र निमंते कन्या आनिब। आ तुम्भे आम्भ वंशीय लोकमानक निकटकू गले एही शपथरू मुक्त हब। यद्यपि सेमाने कन्या न देबे, तथापि शपथरू मुक्त हब। एहेतु आजि मु एही कूप निकटरे उपस्थित होई एही प्रार्थना कली, हे मोर कर्ता अब्राहमकर सदाप्रभु परमेश्वर, तुम्भे जेबे मोहर कृत यात्रा सफल कर, तेबे देख मु एबे एही सजल कूप निकटरे छिड़ा होइअछि। तहिरे जल काढिबाकू आगता कौनसी कन्याकू जेबे मु कहे, तुम्भ कळसरू मोते किछि जल पान करिबाकू दियो, पुणी से कन्या जेबे कहे, तुम्भे पान कर ओ तुम्भ ओटमानक निमंते ही जल काढिदेबी, तेबे से मो कर्तांक पुत्र निमंते सदाप्रभुंक द्वारा निरूपिता कन्या हेउ। एही कथा मो मने मने कहूथिली। एथि मध्यरे रिबिका स्कंधरे कळस घेनी बाहरकू आसिला। पुणी से कूप भितरकू जाई जल काढन्ते मु कहिली, विनय करुअछि, मोते जल पान कराओ। तहिरे शीघ्र स्कंधरू कळस नुआई कहिला, पान कर। पुणी मु तुम्भ ओटमानकू ही पान कराइबी। तहु मु पान कली। पुणी से ओटमानकू पान कराइला। अनंतर मु ताहांकू पचारिली, तुमे कहार कन्या? तहिरे से कहिला, नाहरर औरसरे मिल्कार पुत्र जे बथुएल, मु तांकर कन्या। तहु मु ताहार नासिकारे नथ ओ हस्तरे बळा पिंधाइली। आउ मु मस्तक नुआई सदाप्रभुंक उद्देश्य प्रणाम कली। पुणी जे मो कर्तांक पुत्र निमंते तांको भातृकन्या ग्रहण करबाकू मते प्रकृत पथरे कढ़ाई आनिले, मो कर्ता अब्राहमकर सेही सदाप्रभु परमेश्वरंकर धन्यवाद कली। एहेतु तुम्हे माने जेबे मो प्रभुंक सहित दया और सत्य व्यवहार करबाकू सम्मत हुओ, तेबे ताहा कुह, आउ जेबे न हुओ ताहा ही कुह। तहिरे मु दक्षिणरे अथवा बामरे फेरी जीवी। सेतेबेले लाबन और बथुएल उत्तर देई कहिले, सदाप्रभुंक ठारू एही घटना होइअछि, एथिरे आमे माने भल मंद किछि कहि न पारू। देख, रिबिका तुम्भ सम्मुखरे अछि, ताहाकू घेनी प्रस्थान कर। सदाप्रभुंक वाक्यानुसारे से तुम्भ कर्तांक पुत्रर भार्या हेउ। सेतेबेले अब्राहमकर दास सेमानक ठारू एही कथा शुणिबा मात्रे सदाप्रभुंक उद्देश्य भूमिष्ठ प्रणाम कला। अनंतर सेही दास रूपा और सुनार आभरण
ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା। ପୁଣି ତାହାର ଭ୍ରାତା ଓ ମାତାକୁ ହିଁ ବହୁମୂଲ୍ୟ ଦ୍ରବ୍ୟ ଦେଲା। ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନ ପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ। ଏ ଉତ୍ତାରୁ ସେମାନେ ପ୍ରଭାତରେ ଉଠନ୍ତେ ସେହି ଦାସ କହିଲା, ମୋ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର। ତହିଁରେ ରେବିକାର ଭ୍ରାତା ଓ ମାତା କହିଲେ, ଏଇ କନ୍ୟା ଆମ୍ଭମାନଙ୍କ ନିକଟରେ କିଛି ଦିନ ହୋଇପାରେ 10 ଦିନ ଥାଉ, ତହିଁ ଉତ୍ତାରେ ସେ ଯିବ। ମାତ୍ର ସେ ସେମାନଙ୍କୁ କହିଲା, ମୋତେ ବିଳମ୍ବ କରାଅ ନାହିଁ। ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ, ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର। ତହିଁରେ ସେମାନେ କହିଲେ, ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରୁ। ଅନନ୍ତର ସେମାନେ ରିବିକାକୁ ଡାକି କହିଲେ, ତୁମେ କି ଏ ମନୁଷ୍ୟ ସଙ୍ଗରେ ଯିବ? ତହୁଁ ସେ କହିଲା, ଯିବି। ସେତେବେଳେ ସେମାନେ ଆପଣା ଭଗିନୀ ରିବିକାକୁ ଓ ତାର ଧାତ୍ରୀକୁ, ପୁଣି ଅବ୍ରାହମଙ୍କର ଦାସ ଓ ତାହାର ଲୋକମାନଙ୍କୁ ବିଦାୟ କଲେ। ପୁଣି ରିବିକାକୁ ଆଶୀର୍ବାଦ କରି କହିଲେ, ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ। ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ। ଅନନ୍ତର ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହି ରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା। ସେହି ସମୟରେ ଇସ୍ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର୍ ଇହ ରୋଇ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। ପୁଣି ସନ୍ଧ୍ୟାବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା। ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। ସେତେବେଳେ ରିବିକା ଅନାଇ ଇସାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। ପୁଣି ସେ ସେହି ଦାସକୁ ପଚାରିଲା, ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ? ତହିଁରେ ଦାସ ଉତ୍ତର ଦେଲା, ସେ ମୋହର ପ୍ରଭୁ। ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା। ଅନନ୍ତର ସେହି ଦାସ ଇସାକକୁ ଆପଣା କୃତକର୍ମର ସମସ୍ତ ବିବରଣ କହିଲା। ସେତେବେଳେ ଇସାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା। ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା। ଆଦିପୁସ୍ତକ 25 ପର୍ବ। ଅବ୍ରାହମ କଟୁରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ। ସେ ତାଙ୍କ ନିମନ୍ତେ ସିମ୍ରଣ ଓ ଜକ୍ସନ ଓ ମଦାନ ଓ ମିଦିଅନ ଓ ଜିସ୍ବକ ଓ ସୁହ ଏମାନଙ୍କୁ ଜନ୍ମ କଲା। ସେହି ଜକ୍ସନ ଶିବା ଓ ଦବାନକୁ ଜାତ କଲା। ଦଦାନ ଅସୁରୀୟ ଓ ଉଟୁସୀୟ ଓ ଲିୟମୀୟ ଲୋକମାନଙ୍କର ଆଦି ପୁରୁଷ। ମିଦିଅନର ସନ୍ତାନ ଐଫା ଓ ଏଫର ଓ ହନକ ଓ ଅବିଦ ଓ କଲଦିଆ, ଏ ସମସ୍ତେ କଟୁରାର ସନ୍ତାନ। ଅନନ୍ତର ଅବ୍ରାହମ ଇସାକକୁ ଆପଣାର ସର୍ବସ୍ୱ ଦେଲେ। ମାତ୍ର ଅବ୍ରାହମ ଉପପତ୍ନୀମାନଙ୍କର ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସାକ ନିକଟରୁ ସେମାନଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ଅବ୍ରାହମଙ୍କର ଆୟୁର ପରିମାଣ 175 ବର୍ଷ। ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବତ ଥିଲେ। ଅନନ୍ତର ଅବ୍ରାହମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ, ଆଉ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଆଉ ତାଙ୍କର ପୁତ୍ର ଇସାକ ଓ ଇସ୍ମାଏଲ ମମ୍ରିର ସମ୍ମୁଖରେ ହେତୀୟ ସୋହରର ପୁତ୍ର ଇଫ୍ରୋନର କ୍ଷେତ୍ରସ୍ଥିତ ମକପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ। ଯେହେତୁ ଅବ୍ରାହମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ, ସେହି ସ୍ଥାନରେ ଅବ୍ରାହମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା। ଅବ୍ରାହମଙ୍କର ମୃତ୍ୟୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସାକଙ୍କୁ ଆଶୀର୍ବାଦ କଲେ। ପୁଣି ଇସାକ ବେର୍ ଲହୟ ରୋଇ ନାମକ ସ୍ଥାନରେ ବସତି କଲେ। ସାରାର ଦାସୀ ମିଶରିଆ ହାଗାର ଅବ୍ରାହମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରାହମଙ୍କର ସେହି ପୁତ୍ର ଇସ୍ମାଏଲର ବଂଶାବଳୀ। ନାମ ଓ ଗୋଷ୍ଠୀ ଅନୁସାରେ ଇସ୍ମାଏଲର ସନ୍ତାନମାନଙ୍କର ନାମ ଏହି: ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ନବାୟୋତ, ତାହା ଉତ୍ତାରେ କେଦର ଓ ଅଦବେଲ ଓ ମିଦସମ, ମିସ୍ମ ଓ ଦୁମା ଓ ମଶା ଓ ହଦଦ ଓ ତେମା ଓ ଜିଟୁର ଓ ନାଫାସ ଓ କେଦମା, ଏହି ସମସ୍ତେ ଇସ୍ମାଏଲର ସନ୍ତାନ। ପୁଣି ସେମାନଙ୍କର ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା, ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ 12 ଅଧିପତି ଥିଲେ। ଇସ୍ମାଏଲର ଆୟୁର ପରିମାଣ
137 वर्ष थिला तो से प्राण त्याग कला आउ से आपणा लोकमानक निकटरे संगृहीत हैला। अनंतर ताहार संतान माने हबिला और मिसरर पूर्वस्थित सुर ठारू असुरिया दिगरे बसती कले। ए रूपे से आपणा समस्त भ्रातृगणर सम्मुखस्थ बसती स्थान पाइला। अब्राहमकर पुत्र इसाहाकଙ୍କର बंशावली। अब्राहम इसाहाकଙ୍କୁ जात कले। से इसाहाक 40 वर्ष बयसरे पदन अरामीय बथुएलर कन्या अर्थात अरामीय लाबनर भगिनी रिबिका को विवाह कले। इसाहाकଙ୍କର सेही भार्या बंध्या हेबारु से ताहा निमंते सदाप्रभुଙ୍କ निकटरे प्रार्थना कले। तरे सदाप्रभु तांकर प्रार्थना शुणन्ते तांकर भार्या रिबिका गर्भवती हेला। अनंतर ताहार गर्भ मध्यरे शिशु माने छंदा छंदी हेबारु मोहर एपरी काहींकि हेला एपरिकी होइथाए या भाबी से सदाप्रभुଙ୍କ निकटकू पचारिबा पई गला। तरे सदाप्रभु ताहाकू कहिले, तुम गर्भरे दुई गोष्ठी अछंती ओ दुई गोत्र तुम उदररू विभिन्न हेबे। एक गोत्र अन्य गोत्र ठारू बलवान हेबो, पुणी ज्येष्ठ कनिष्ठर सेवा करिवो। अनंतर प्रसव काल संपूर्ण हुअन्ते ताहार गर्भरू जाआला पुत्र जन्मिले। ताहार ज्येष्ठ रक्तवर्ण और सर्वांग लोमस वस्त्र परिथिला। एहेतु ताहार नाम एसौ अर्थात लोमव्याप्त दियागला। तहे उतारे एसोर पादमूल धरी ताहार भ्राता भूमिष्ठ हेला। एणुकरी ताहार नाम जाकुब अर्थात पदा प्रहारक दियागला। इसाहाकଙ୍କର 60 वर्ष बयसरे एही जाआला पुत्र जात हेले। अनंतर बालक माने बढ़िला उतारे एसो मृगया निपुण और बनबिहारी हेला। पुणी जाकुब मृदु मनुष्य और तंबुवासी हेला। इसाहाक मृगया मांस अति सुस्वादु बोध करिबारु एसो को भल पाइले, मात्र रिबिका जाकुब को भल पाइले। एक दिन जाकुब डाली रांधुथिला। सेही समय रे एसो क्लांत होई क्षेत्ररू आसिला। तो से जाकुब कहिला, मु क्लांत होई अछि, विनय करे से रंगा डाली देई भोजन कराओ। एही निमंते ताहार नाम इदोम रंगा ख्यात हेला। सेतेबेले जाकुब कहिला, आज तुम्हे मते आपणा ज्येष्ठाधिकार विक्रय कर। एसो उत्तर कला, देख मु मल्ला परी ज्येष्ठाधिकार रे मोर की लाभ। जाकुब कहिला, तुम्हे आज मो निकटरे शपथ कर। तहिरे से ताहा निकटरे शपथ कला। एही रूपे से आपणा ज्येष्ठाधिकार जाकुब को विक्रय करदेला। तो जाकुब एसो को रोटी और रंधा मसूर डाली दियंते से भोजन पान करी उठीगला। एही रूपे एसो आपणा ज्येष्ठाधिकार तुच्छ ज्ञान कला। आदि पुस्तक 26 पर्व। पूर्वे अब्राहमଙ୍କର वर्तमान समय जे रूप दुर्भिक्ष होइतिला सेही देशरे आउ थरे से रूप दुर्भिक्ष उपस्थित हुअन्ते इसाहाक गरारे पलिस्टियमानक राजा अबिमेलेक निकटकू गले। सेतेबेले सदाप्रभु तांको दर्शन देई कहिले, तुम्हे मिस्र देशकू जाओ नाही, आम्भे तुमकू जेउ देश कहिबा सेठारे वास कर। तुम्हे एही देशरे प्रवास कर। तहिरे आम्भे तुम्भर सहाय होई तुम्भकू आशीर्वाद करिबा। पुणी तुम्भकू और तुम्भ वंशकू एही समस्त देश देबा और तुम्भ पिता अब्राहम निकटरे आपणा कृत शपथर नियम सफल करिबा। आम्भे आकाशर तारागण परी तुम्भर वंश वृद्धि करी सेमानकू एही सबु देश देबा और तुम्भर वंश द्वारा पृथ्वीस्थ जावतीय जाति आशीर्वाद प्राप्त हेबे। जेहेतु अब्राहम आम्भर वाक्य मानी आम्भर रक्षणीय विषय आम्भर आज्ञा और विधि और व्यवस्था पालन करिअछि। तहिरे इसाहाक गरार ठारे वास कले। तहिरे सेही स्थान लोक माने तांकर भार्या विषय पचारन्ते से कहिले, से मोहर भगिनी। जेहेतु सेही स्थान लोक माने रिबिका लागी मते अबा वध करिवे यह भाबी से ताहाकू आपणार भार्या बोली कहिबाकू भय कले, जेहेतु से परम सुंदरी थिला। पुणी सेही स्थान रे बहु काल वास कला उतारे एक समय रे पलिस्टिय राजा अबिमेलेक झरका बाटे निरीक्षण करी इसाहाकଙ୍କୁ आपणा भार्या रिबिका सहित कौतुक करुथबार देखिले। तेणु अबिमेलेक इसाहाकଙ୍କୁ डकाई कहिले, से स्त्री अवश्य तुम्भर भार्या, तेबे तुम्हे ताहाकू आपणा भगिनी बोली किपरि कहिल? सेतेबेले इसाहाक उत्तर कले, मु भाबिली केजाणी ताहा लागी मोहर मृत्यु हब। तहेरे अबिमेलेक कहिले,
तुम्भे आम्भମାନଙ୍କ सहित ए कि व्यवहार कल? कौनसी लोक तुम्भ भाज्या संगे अनायासरे सहन करि पारंता ताले तुम्भे आम्भମାନଙ୍କୁ दोषग्रस्त करंत। अनंतर अबिमेलेक सबु लोकंकु ए आज्ञा देले जे केही से मनुष्य को किबा तार भाज्या को स्पर्श करिवो तार प्राणदंड अवश्य हब। अनंतर इसहाक सेही देशरे कृषि कर्म करी सेही वर्ष 100 गुण लाभ कले। पुणी सदाप्रभु तांकु आशीर्वाद कले। ए निमंते से वर्धिष्णु हेले। पुणी से आहुरी आहुरी वृद्धि पाई अति महान हेले एवं तांकर मेषधन और गोधन पुणी अनेक दासदासी हेले। तेणु पलेस्टीय लोक माने तांको प्रति ईर्ष्या करबाको लागिले। एणु तांकर पिता अब्राहम को समय तांको पितांको दास माने जो जो कूप खोलिथिले पलेस्टीय लोक माने मूर्तिक द्वारा से सबु पोती पकाइले। अनंतर अबिमेलेक इसहाकंकु कहिले तुम्भे आम्मानक निकटरु प्रस्थान कर जेहेतु तुम्भे आम्भमानक ठारू अधिक बलवान होइअछ। तहरे इसहाक सेही स्थानरु यात्रा करी गरार उपत्यकारे तंबू स्थापन करी सेहीठारे बास कले। पुणी आपणा पिता अब्राहमकर वर्तमान समय खोदित जो जो सजल कूप अब्राहमक मृत्यु तारे पलेस्टीय माने पोती पकाइथिले से समस्त इसहाक पुनर्बार खोली आपणा पितृदत्त नाम पुनरपि रखिले। आउ इसहाकंकर दास माने सेही उपत्यका खोली स्रोतबाही कूप प्राप्त हेले। तहिरे गरार देशीय पशुपालक माने इसहाकंकर पशुपालक मानक सहित विवाद करी कहिले एही जल आम्भमानकर। एणु सेही कूपर नाम एसक अर्थात विवाद रखिले जेहेतु सेमाने तांको सहित विवाद कले। अनंतर तांकर दास माने आउ एक कूप खोलते सेमाने तही पाई मध्य विवाद कले। तो इसहाक तहिर नाम सितना अर्थात शत्रुता रखिले। पुणी से सेठारु प्रस्थान करी अन्य एक कूप खोलिले। तहि निमित्त सेमाने विवाद न करिबारु तहिर नाम रहबोत अर्थात प्रशस्त स्थान रखिले। कारण से कहिले एबे सदाप्रभु आम्भमानकु स्थान देले आम्भे माने देशरे वर्धिष्णु हेबा। अनंतर से स्थानरु बेर्सेबाकु गले। से रात्ररे सदाप्रभु तांको दर्शन देई कहिले आम्भे तुम्भ पिता अब्राहमर परमेश्वर अटु। भय कर नाही कारण आम्भे आपणा दास अब्राहम लागि तुम्हर सहाय अटु और तुम्भकु आशीर्वाद करी तुम्हर वंश वृद्धि करिबा। अनंतर इसहाक से स्थान रे यज्ञ वेदी निर्माण करी सदाप्रभुक नाम रे प्रार्थना कले। अनंतर से स्थान रे तंबू स्थापन करन्ते तांकर दास माने गोटिए कूप खोलिले। एथि उतारे अबिमेलेक अहुसद नामक आपणा मित्रकु और फिखल नामक सेनापति को संगर घेनी गरार ठारू इसहाकंक निकटकु गले। तहेरे इसहाक सेमानकु कहिले तुमे माने तो मते घृणा करूअछ पुणी आपणा मानक मध्यरु मते दूर करि देइथिलो एबे मो निकटकु कि निमंते आसिल? तहे सेमाने उत्तर कले सदाप्रभु तुम्हर सहाय अटंती एहा आम्भे माने स्पष्ट देखिलु। एहेतु कहिलु आम्भमानक मध्यरे गोटे राण थाउ ओ आम्भमानक सहित तुम्भर एही एक नियम हेउ आम्भमाने जेपरि तुम्भकु स्पर्श करिनाहु ओ तुम्भर मंगल बिनु आउ किछि करिनाहु बरंच तुम्भकु शांतिरे विदाय करिअछु सेपरि तुम्भे आमानकु हिंसा करिवो नाही। तुम्भे तो सदाप्रभुकर आशीर्वाद पात्र। सेतेबेले इसहाक सेमान पई भोज प्रस्तुत करन्ते सेमाने भोजन पान कले। अनंतर सेमाने शीघ्र प्रभातरे उठी परस्पर शपथ कले। पुणी इसहाक सेमानकु विदाय करन्ते सेमाने कुशल रे तांको निकटरु प्रस्थान कले। सेही दिन इसहाकंकर दास माने आसी आपणा मानकु खोदित कूप विषय रे संवाद देई तांकु कहिले जल पाइलु। एहेतु से सेही कूपर नाम सेबा रखिले। पुणी आजि जाए सेही स्थानर नगर बेर्सेबा नाम रे ख्यात अटे। अनंतर 140 वर्ष बयस रे हित्य बेरीर जिहुदीत नामनी कन्याकु और हित्य एलोनर बासमत नामनी कन्याकु विवाह कले। मात्र सेमाने इसहाक और रिबिकांक मनर दुःखदायिनी हेले। आदि पुस्तक 27 पर्व। अनंतर इसहाक वृद्ध हुअन्ते चक्षु निस्तेज हेबारु आउ देखि पारिले नाही। सेतेबेले से आपणा ज्येष्ठ पुत्र एसो को डाकी कहिले पुओरे। तहिने से उत्तर कला देखंतु मु एठारे। तहु से ताहाकु कहिले देख मु वृद्ध होइअछि केउ दिन मोहर मृत्यु हबो ताहा मु जाने नाही। एबे विनय करूअछि
ତୁମେ ଏତେବେଳେ ତୁଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ ନିମନ୍ତେ ମୃଗ ଆଣ। ପୁଣି ମୁଁ ଯେ ରୂପ ଭଲ ପାଏ ସେ ରୂପ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ ନିକଟକୁ ଆଣ। ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ ତୁମକୁ ଆଶୀର୍ବାଦ କରିବ। ଇସାକ୍ ଆପଣା ପୁତ୍ର ଏସୋକୁ ଏହି କଥା କହିବା ବେଳେ ରିବିକା ଶୁଣିଲା। ଏହେତୁ ଏସୋ ମୃଗା ମାଂସ ଆଣିବା ନିମନ୍ତେ କ୍ଷେତକୁ ଗଲା ଉତ୍ତାରେ ରିବିକା ଆପଣା ପୁତ୍ର ଯାକୋବକୁ କହିଲା, ଦେଖ, ତୁମ୍ଭର ଭ୍ରାତା ଏସୋ ସହିତ ତୁମ ପିତାଙ୍କର କଥୋପକଥନ ମୁଁ ଶୁଣିଲି। ସେ ତାହାକୁ କହିଲେ, ତୁମ୍ଭେ ମୃଗା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର। ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମକୁ ଆଶୀର୍ବାଦ କରିବା। ଏଥିନିମନ୍ତେ ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି ମୋହର ସେହି କଥା ଶୁଣ। ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ 2 ଗୋଟି ଉତ୍ତମ ଛେଳି ଛୁଆ ଆଣ। ତହିଁରେ ତୁମ୍ଭର ପିତା ଯେ ରୂପ ଭଲ ପାଆନ୍ତି ସେ ରୂପ ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି। ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ। ତହିଁରେ ସେ ତାହା ଭୋଜନ କରି ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବେ। ସେତେବେଳେ ଯାକୋବ ଆପଣା ମାତା ରିବେକାକୁ କହିଲା, ଦେଖ, ମୋର ଭ୍ରାତା ଏସୋ ଲୋମସ, ମାତ୍ର ମୁଁ ନିର୍ଲୋମ। ଏଣୁ ଯେବେ ପିତା ମୋତେ ସ୍ପର୍ଶ କରିବେ ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି। ତାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି। ମାତ୍ର ତାହାର ମାତା କହିଲା, ପୁଅ, ସେ ଅଭିଶାପ ମୋତେ ଘଟୁ। କେବଳ ତୁମ୍ଭେ ମୋ କଥା ମାନ ଓ ଯାଇ ଛେଳି ଛୁଆ ଆଣ। ତେଣୁ ଯାକୋବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ ମାତା ତାହାର ପିତାର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା। ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏସୋର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୋବକୁ ପିନ୍ଧାଇଲା। ପୁଣି ଛେଳି ଛୁଆର ଛାଲ ଘେନି ତା ହସ୍ତରେ ଓ ଗଳା ଦେଶରେ ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା। ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୋଟି ଯାକୋବର ହସ୍ତରେ ଦେଲା। ତେଣୁ ଯାକୋବ ଆପଣା ପିତା ନିକଟକୁ ଯାଇ କହିଲା, ପିତ। ସେ ଉତ୍ତର କଲେ, ଦେଖ, ମୁଁ ଏଠାରେ ପୁତ୍ର, ତୁମେ କିଏ? ଯାକୋବ ଆପଣା ପିତାଙ୍କୁ କହିଲା, ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏସୋ। ଆପଣ ଯାହା ଆଜ୍ଞା କରିଥିଲେ ମୁଁ ତାହା କଲି। ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ। ତହିଁ ଉତ୍ତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ। ତହିଁରେ ଇସାକ୍ ଆପଣା ପୁତ୍ରକୁ କହିଲେ, ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ? ସେ କହିଲା, ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ। ଇସାକ୍ ଯାକୋବଙ୍କୁ ଆହୁରି କହିଲେ, ପୁତ୍ର, ମୋ ପାଖକୁ ଆସ। ତୁମେ ପ୍ରକୃତରେ ମୋର ପୁତ୍ର ଏସୋ କି ନାହିଁ ତୁମକୁ ସ୍ପର୍ଶ କରି ଜାଣିବି। ତେଣୁ ଯାକୋବ ଆପଣା ପିତା ଇସାକଙ୍କ ନିକଟକୁ ଯାଆନ୍ତେ ସେ ତାହାକୁ ସ୍ପର୍ଶ କରି କହିଲେ, ଏଇ ସ୍ୱର ଯାକୋବର ସ୍ୱର, ମାତ୍ର ଏଇ ହସ୍ତ ଏସୋର ହସ୍ତ ଅଟଇ। ଏ ରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏସୋର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା। ଏଣୁ ସେ ତାହାକୁ ଆଶୀର୍ବାଦ କଲେ। ଅନନ୍ତର ସେ କହିଲେ, ତୁମ୍ଭେ କି ନିତାନ୍ତ ମୋର ପୁତ୍ର ଏସୋ? ସେ କହିଲା, ହଁ, ମୁଁ ସେହି। ସେତେବେଳେ ଇସାକ୍ କହିଲେ, ତାହା ମୋ ପାଖକୁ ଆଣ। ମୁଁ ଆପଣା ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରିବି। ତହୁଁ ମୋହର ପ୍ରାଣ ତୁମ୍ଭକୁ ଆଶୀର୍ବାଦ କରିବ। ତହିଁରେ ସେ ନିକଟକୁ ଆଣିଦିଅନ୍ତେ ଇସାକ୍ ତାହା ଭୋଜନ କଲେ। ପୁଣି ଦ୍ରାକ୍ଷାରସ ଆଣିଦିଅନ୍ତେ ତାହା ପାନ କଲେ। ଅନନ୍ତର ତାହାର ପିତା ଇସାକ୍ କହିଲେ, ପୁତ୍ର, ଏବେ ମୋ ନିକଟକୁ ଆସି ମୋତେ ଚୁମ୍ବନ କର। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ ଇସାକ୍ ତାହାର ବସ୍ତ୍ରର ଗନ୍ଧ ପାଇ ତାକୁ ଆଶୀର୍ବାଦ କରି କହିଲେ, ଦେଖ, ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି। ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ ଫଳ ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦେଉନ୍ତୁ। ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମକୁ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ। ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମକୁ ପ୍ରଣାମ କରନ୍ତୁ। ଯେ ତୁମକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ପୁଣି ଯେ ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଏହି ପ୍ରକାରେ ଇସାକ୍ ଯାକୋବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୋବ ଆପଣା ପିତା ଇସାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାର ଭ୍ରାତା ଏସୋ ମୃଗୟାରୁ ଆସିଲା। ପୁଣି ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, ପିତ, ଆପଣ ଉଠି ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରନ୍ତୁ। ତହିଁ ଉତ୍ତାରୁ
ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ। ତହିଁରେ ତାହାର ପିତା ଇସାକ କହିଲେ, ତୁମେ କିଏ? ସେ କହିଲା, ମୁଁ ଆପଣଙ୍କ ପୁତ୍ର, ଆପଣଙ୍କର ପ୍ରଥମ ଜାତ ଏସୋ। ସେତେବେଳେ ଇସାକ ଅତିଶୟ କମ୍ପିତ ହୋଇ କହିଲେ, ତେବେ ଯେ ମୋ ନିକଟକୁ ମୃଗୟା ମାଂସ ଆଣିଥିଲା ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ। ଏସୋ ପିତାର ଏହି କଥା ଶୁଣିବା ମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା। ପୁଣି ଆପଣା ପିତାଙ୍କୁ କହିଲା, ପିତ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ତଳେ ଇସାକ କହିଲେ, ତୁମ୍ଭର ଭ୍ରାତା ଆସି ବଞ୍ଚନା କରି ତୁମ୍ଭର ପ୍ରାପ୍ତବ୍ୟ ଆଶୀର୍ବାଦ ହରଣ କଲା। ତହିଁରେ ଏସୋ କହିଲା, ତାହାର ଯଥାର୍ଥ ନାମ କି ଯାକୋବ ନୁହେଁ? ଯେହେତୁ ସେ 2 ଥର ମୋତେ ପ୍ରବଞ୍ଚନ କଲା। ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ ଏବେ ମୋର ପ୍ରାପ୍ତବ୍ୟ ଆଶୀର୍ବାଦ ହିଁ ହରଣ କଲା। ସେ ପୁନର୍ବାର କହିଲା, ଆପଣ କି ମୋ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖିନାହାନ୍ତି? ତ ଇସାକ ଏସୋକୁ କହିଲେ, ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି। ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଣ କରିପାରେ? ତଳେ ଏସୋ ପୁନର୍ବାର ଆପଣା ପିତାଙ୍କୁ କହିଲା, ପିତ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଏହା କହି ଏସୋ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା। ତହୁଁ ତାହାର ପିତା ଇସାକ ଉତ୍ତର ଦେଇ କହିଲେ, ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତା ବିହୀନ ଓ ଉପରିସ୍ଥ ଆକାଶର କାକର ବିହୀନ ହେବ। ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ। ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଜୁଆଳି ପକାଇଦେବ। ଏହି ପ୍ରକାରେ ଯାକୋବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏସୋ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାବିଲା, ମୋହର ପିତୃ ଶୋକକାଳ ପ୍ରାୟ ଉପସ୍ଥିତ। ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୋବକୁ ବଦ୍ଧ କରିବି। ମାତ୍ର ଜ୍ୟେଷ୍ଠ ପୁତ୍ର ଏସୋର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା। ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୋବକୁ ଡକାଇ କହିଲା, ଦେଖ, ତୁମ୍ଭର ଭ୍ରାତା ଏସୋ ତୁମ୍ଭକୁ ବଦ୍ଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି। ଏଣୁକରି ପୁତ୍ର, ମୋର କଥା ଶୁଣ। ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ। ପୁଣି ଯେ ପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେ ପର୍ଯ୍ୟନ୍ତ କିଛି କାଳ ସେଠାରେ ଥାଅ। ଅନନ୍ତର ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ ତାହା ସେ ପାଶୋରି ଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି। ଏକ ଦିନରେ ତୁମ୍ଭ 2 ଜଣଙ୍କୁ କାହିଁକି ହରାଇବି? ଅନନ୍ତର ରିବିକା ଇସାକଙ୍କୁ କହିଲା, ଏହି ହିତ୍ୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି। ଯେବେ ଯାକୋବ ଏମାନଙ୍କ ତୁଲ୍ୟ କୌଣସି ହିତ୍ୟ କନ୍ୟାକୁ ଅର୍ଥାତ୍ ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣ ଧାରଣରେ କି ସୁଖ? Good morning and praise the Lord. ଦିନ ସଂଖ୍ୟା 6 ଶନିବାର। ଆଜିର ପଠିତ ଶାସ୍ତ୍ରାଂଶ ହେଉଛି ଆଦି ପୁସ୍ତକ 24 ପର୍ବରୁ 27 ପର୍ବ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଆମ୍ଭେମାନେ ଚିନ୍ତା କରିବା। ଅବ୍ରାହମ ଯିଏ କଲ୍ଦୀୟମାନଙ୍କ ଦେଶ ଉର୍ ଠାରୁ ଈଶ୍ୱରଙ୍କ ଦ୍ୱାରା ଆହୁତ ହୋଇ ହାରଣରେ ପ୍ରତିଜ୍ଞା ପ୍ରାପ୍ତ ହେଲେ, ସେ ବର୍ତ୍ତମାନ ବୃଦ୍ଧ ହୋଇଯାଇଛନ୍ତି। ଅବ୍ରାହମ ତାଙ୍କ ଦାସଙ୍କୁ ନାହରଙ୍କ ନଗର ଅରାମ ହରଇମକୁ ପଠାଇଲେ, ଯିଏ ଇସାହାକଙ୍କ ବିବାହ ନିମନ୍ତେ ରିବେକା ନାମ୍ନୀ ଗୋଟିଏ କନ୍ୟାକୁ ପାଇଲେ। ଅବ୍ରାହମଙ୍କ ମୃତ୍ୟୁ ଉତ୍ତାରେ ବର୍ତ୍ତମାନ ଇସାହାକ ହେଉଛନ୍ତି ଏହି ରାଜ୍ୟର ମୁଖ୍ୟ ଚରିତ୍ର। ଇସାହାକ ଅବିମେଲେକର ଦେଶସ୍ଥ ଗରାରକୁ ପ୍ରତ୍ୟାବର୍ତ୍ତନ କଲେ। ଈଶ୍ୱର ଇସାହାକଙ୍କୁ ପୂର୍ବରୁ ତାଙ୍କ ପିତାଙ୍କ ସହିତ କରିଥିବା ନିୟମ ସମ୍ବନ୍ଧରେ ଜଣାଇ କହିଲେ, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଆଦି ପୁସ୍ତକ 26 ପର୍ବ 4 ପଦ। ମୁଖ୍ୟ ବିନ୍ଦୁ ହେଉଛି ଇସାହାକ ଓ ରିବେକାଙ୍କ ଦ୍ୱାରା ଜାତ ଯାଆଁଳା ପୁତ୍ର ଏସଉ ଓ ଯାକୋବ ମଧ୍ୟରେ କିଏ ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବ। ଯାକୋବ ଜଣେ ପ୍ରବଞ୍ଚକ ବା ଠକ ଥିଲେ, ତଥାପି ପରମେଶ୍ୱର ଏସଉକୁ ନୁହେଁ
ମାତ୍ର ଜାକୁବକୁ ଈଶ୍ୱରଙ୍କ ରାଜ୍ୟର ନାଗରିକ ବା ପଞ୍ଜୀକୃତ ବାସିନ୍ଦା ନମ୍ବର 3 ଭାବରେ ମନୋନୀତ କଲେ। That means Jacob is the registered residency number 3 of God's kingdom. ଜାକୁବ ଅନୁଗ୍ରହ ଦ୍ୱାରା ପରିତ୍ରାଣର ଜଣେ ଆଦର୍ଶ ଅଟନ୍ତି। ପରିତ୍ରାଣ କୌଣସି ସର୍ତ୍ତ ପୂରା କରିବା ଦ୍ୱାରା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ରୂପକ ବଳିଦାନ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିବା ଦ୍ୱାରା ପ୍ରାପ୍ତ ହୁଏ। ଈଶ୍ୱରଙ୍କ ରାଜ୍ୟର ଅଧିକାର ଅବ୍ରାହମଙ୍କ ଠାରୁ ଇସହାକଙ୍କ ଠାରୁ ଜାକୁବଙ୍କୁ ଦତ୍ତ ହେଲା। ଜାକୁବ ତାଙ୍କ ଭାଇ ଏସୌଙ୍କ ଜ୍ୟେଷ୍ଠାଧିକାରର ଆଶୀର୍ବାଦକୁ ହରଣ କରି ଅରାମନହରଇମରେ ତାଙ୍କ ମାମୁଙ୍କ ଗୃହକୁ ପଳାୟନ କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆଜିର ପଠିତ ଶାସ୍ତ୍ରାଂଶରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।